ହ୍ୟାଲୋ ଗାଇସ୍ ୱେଲକମ୍ ଟୁ ମିନି ବ୍ଲଗ୍। ଆଜି ହେଉଛି ଡେ 73। ଆଉ ସକାଳୁ ସକାଳୁ ଏଠି ମୁଁ କଲେଜ ଯିବା ପାଇଁ ରେଡ଼ି ହେଉଥିଲି ଉପମା ଖାଇ ଦେଇକିନା। ଆଉ ସିମେଇ ଉପମା ମୋତେ ବହୁତ ଟେଷ୍ଟି ଲାଗେ ମୋ ମମି ହାତର। ତାପରେ ମୁଁ ଯାଇ ଫାଇନାଲି କଲେଜରେ ପହଞ୍ଚି ଯାଇଥିଲି। ପୁଚି ବି ପଳେଇ ଆସିଥିଲି। ଆମେ ଦୁଇ ଜଣ ବସିକି ଏଠି ଖଟି କରୁଥିଲୁ। ଦେଖନ୍ତୁ ଆମେ ଏଠି ଭିଡ଼ିଓ କରୁଥିଲୁ ଗ୍ରାଉଣ୍ଡରେ, ସେ ତା ଓନି ଭାବିକି ମୋ ଓନିରେ ମାରିଛି କ୍ଲଚର ଦୁଇ ଜଣଙ୍କୁ ମିଶେଇକିନା। ପୁଣି ଏଠି ଆମର ଲିପ୍ସା ରାଣୀଙ୍କ କତିକି ଆମେ ପଳେଇ ଆସିଥିଲୁ। ସେ ପଇସା ତାଙ୍କ କତିରେ ଅଧିକ ହେଇଛି, ସେ ବାଣ୍ଟିବେ ବୋଲି ଯୋଜନା କରୁଥିଲେ। ସେଇ ଆମେ ଠିଆ ହେଇଥିଲୁ ସବୁ ଆଉ ଦେଖୁଥିଲୁ ଆଉ। ତାପରେ ପଳେଇ ଆସିଥିଲୁ ଆମର କମ୍ପିଟିସନର ସବୁ ଝୋଟି କେମିତି କ'ଣ ପକେଇଛନ୍ତି ସମସ୍ତେ ଟିକେ କ୍ୟାପଚର କରିବା ପାଇଁ। ଆପଣମାନେ ନିହାତି କମେଣ୍ଟରେ କହିବେ କେଉଁ ଝୋଟିଟା ଆପଣମାନଙ୍କୁ ସବୁଠୁ ବେଷ୍ଟ ଲାଗିଲା। ତାପରେ ମୁଁ ପଳେଇ ଆସିଥିଲି ଘରକୁ ରିଟର୍ନ। ଆସିକିନା ମୁଁ ଏଠି କିଛି ବ୍ରାଣ୍ଡର ସୁଟ୍ କରୁଥିଲି। ତାପରେ ଖରାବେଳେ ଏଇସବୁ ଆଇଟମ୍ ମୁଁ ଛାତ ଉପରେ ବସିକି ଖାଇଦେଇଥିଲି ଖରାରେ। ଶୀତଦିନେ ଖରାରେ ଖାଇବାର ମଜା ହିଁ କିଛି ଅଲଗା। ତାପରେ ସନ୍ଧ୍ୟାରେ ମୁଁ ପିଇଥିଲି ନାଲି ଚା। ଶୀତଦିନେ ନାଲି ଚା ନିହାତି ପିଇବା ଦରକାର। ଯଦି ମୁଁ ନ ପିଉଛି ମୋ ଦେହ ଏମିତି ଖରାପ ହେଉଛି। ତାପରେ ଗୋଟେ କ୍ୟୁଟ୍ ପାର୍ସଲ ପିକ୍ କରିସାରିକି ମୁଁ ଏଠି ସୁପ୍ ବାଲା ଇପି ନେଇ ଆସିଥିଲି। ତାପରେ ଦେଖିବେ ଆପଣ ଏବେ କ'ଣ ହବ ମୋ ସହ। ଦେଖିଲେ ତ ସାଙ୍ଗମାନେ, ଏତିକି ଜୋର ମୋତେ ଥଣ୍ଡା ହେଇଛି। ଛିଙ୍କି ଛିଙ୍କି ମୁଁ ଏଠି କାନ୍ଦି ପକଉଛି। କଷ୍ଟେ ମଷ୍ଟେ ମୁଁ ଯାଇଥିଲି ଆଜି ରୁଟି କରିବାକୁ। ଯଦି ବାଇଚାନ୍ସ ସେଠି ଛିଙ୍କି ଦେବି ତାହେଲେ ସ୍ୱାହା। ତାପରେ ରାତିରେ ମୁଁ ରୁଟି ଡାଲମା ଆଉ ଟିକେ ମିକ୍ସଚର ଖାଇଦେଇ ଯାଇଥିଲି। ସେ ପାଇଁ ଦେଖିଲା ସାଙ୍ଗମାନେ ଟାଟା।